ସୌନିକଙ୍କର ସାଧନ ବିଷୟକ ପ୍ରଶ୍ନ ଏବଂ ଉତ୍ତର ରୂପେ ସୂତ ମୁନିଙ୍କ ମୁଖରୁ ଶିବ ପୁରାଣର ଉତ୍କୃଷ୍ଟ ମହିମା ବର୍ଣ୍ଣନା। ଶ୍ରୀ ଶୌନକ ପଚାରିଲେ, ହେ ମହାଜ୍ଞାନୀ ସୂତମୁନି, ଆପଣ ତ ସମସ୍ତ ସିଦ୍ଧାନ୍ତର ଜ୍ଞାତା। ପ୍ରତୁ ପୁରାଣମାନଙ୍କ କଥାରୁ ସାଇ ତତ୍ତ୍ୱ ଉଦ୍ଧାର କରି ମୋ ଆଗରେ ବିଶେଷ ରୂପେ ବର୍ଣ୍ଣନା କରନ୍ତୁ। ମୋତେ କୁହନ୍ତୁ ଯେ ସଦାଚାର, ଭଗବତ୍ ଭକ୍ତି ଓ ବିବେକ କିପରି ବୃଦ୍ଧି ହୁଏ। ସାଧୁ ପୁରୁଷ କିପରି ସେମାନଙ୍କ କାମ, କ୍ରୋଧାଦି ମାନସିକ ବିକାରକୁ ନିବାରଣ କରିଥାନ୍ତି। ଏ କଳିକାଳରେ ଜୀବମାନେ ପ୍ରାୟ ଆସୁର ସ୍ୱଭାବର ହୋଇଗଲେଣି। ସେମାନଙ୍କୁ ବିଶୁଦ୍ଧ କରିବାକୁ ସର୍ବଶ୍ରେଷ୍ଠ ଉପାୟ କ'ଣ? ଆପଣ ମୋତେ ଏପରି ଗୋଟିଏ ଶାଶ୍ୱତ ସାଧନ କହନ୍ତୁ, ଯାହା ସମସ୍ତ କଲ୍ୟାଣକାରୀ ପନ୍ଥା ମଧ୍ୟରେ ବି ସବୁଠୁ ଉତ୍କୃଷ୍ଟ ଓ ପରମ ମଙ୍ଗଳକାରୀ ହୋଇଥିବେ ଏବଂ ସମସ୍ତ ପବିତ୍ର କାରକ ଉପାୟ ମଧ୍ୟରେ ବି ସର୍ବୋତ୍ତମ ହୋଇଥିବେ। ତା ତ ସେହି ସାଧନ ଏପରି ହୋଇଥିବା ଉଚିତ, ଯାହା ଅନୁଷ୍ଠାନ କଲେ ଅନ୍ତଃକରଣ ଅବିଳମ୍ବେ ବିଶୁଦ୍ଧ ହୋଇଯିବ ଏବଂ ବିଶୁଦ୍ଧ ଚିତ୍ତେ ବ୍ୟକ୍ତିଙ୍କୁ ସଦାକାଳ ପାଇଁ ଶିବଙ୍କ ପ୍ରାପ୍ତି ହୋଇଯିବ। ସୂତ କହୁଛନ୍ତି, ମୁନିଶ୍ରେଷ୍ଠ ସୌନକ, ତୁମେ ଧନ୍ୟ, କାରଣ ତୁମ ହୃଦୟରେ ପୁରାଣ କଥା ଶୁଣିବାକୁ ବିଶେଷ ପ୍ରେମ ଓ ଲାଳସା ରହିଛି। ଏଣୁ ମୁଁ ଶୁଦ୍ଧ ବୁଦ୍ଧିରେ ବିଚାର କରି ତୁମ ସମକ୍ଷରେ ପରମୋତ୍ତମ ଶାସ୍ତ୍ରର ବ୍ୟାଖ୍ୟାନ କରୁଛି। ବତ୍ସ, ତାହା ସମସ୍ତ ଶାସ୍ତ୍ରୋକ୍ତ ସିଦ୍ଧାନ୍ତରେ ପରିପୂର୍ଣ୍ଣ, ଭକ୍ତି ଇତ୍ୟାଦିରେ ବୃଦ୍ଧିକାରକ ଏବଂ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିଥାଏ। ତାହା କର୍ଣ୍ଣ ନିମନ୍ତେ ଅମୃତ ତୁଲ୍ୟ ତଥା ଦିବ୍ୟ। ତୁମେ ତାହା ଶ୍ରବଣ କର। ମୁନେ, ସେହି ପରମ ଉତ୍ତମ ଶାସ୍ତ୍ର ହେଲା ଶିବ ପୁରାଣ। ଏହାକୁ ପୂର୍ବ କାଳରେ ଭଗବାନ ଶିବ ହିଁ ପ୍ରକାଶ କରିଥିଲେ। ଏହା କାଳରୂପୀ ସର୍ପର ଘୋର ତ୍ରାସକୁ ବିନାଶ କରିଥାଏ। ମୁନି ସତ୍କୁମାରଙ୍କ ଉପଦେଶ କ୍ରମେ ଗୁରୁଦେବ ବ୍ୟାସ ବଡ଼ ଆଦରରେ ଏହି ପୁରାଣକୁ ସଂକ୍ଷେପରେ ପ୍ରତିପାଦନ କରିଛନ୍ତି। କଳିଯୁଗରେ ଜନ୍ମ ନେଉଥିବା ମନୁଷ୍ୟଙ୍କର ପରମ ହିତ ସାଧନ କରିବା ପାଇଁ ହିଁ ଏହି ପୁରାଣର ପ୍ରଣୟନର ଉଦ୍ଦେଶ୍ୟ। ପୁରାଣ ପରମ ଉତ୍ତମ ଶାସ୍ତ୍ର ଅଟେ। ଏହାକୁ ଭୂତଳରେ ଭଗବାନ ଶିବଙ୍କର ବାଙ୍ଗ୍ମୟ ସ୍ୱରୂପ ବୋଲି ବୁଝିବା ଉଚିତ ଏବଂ ଏହା ସବୁ ପ୍ରକାରେ ସେବନୀୟ। ଏଠାରେ ପଠନ ଓ ଶ୍ରବଣ ସର୍ବସାଧନ ସ୍ୱରୂପ। ଏହାଦ୍ୱାରା ମନୁଷ୍ୟ ଶିବ ଭକ୍ତି ଲାଭ କରିବା ସଙ୍ଗେ ସଙ୍ଗେ ଶ୍ରେଷ୍ଠତମ ସ୍ଥିତିରେ ପହଞ୍ଚି ଶିବ ପଦକୁ ପ୍ରାପ୍ତ ହୁଏ। ତେଣୁ ସମସ୍ତ ପ୍ରକାରର ପ୍ରଯତ୍ନ କରି ମନୁଷ୍ୟ ଏହାକୁ ପଢ଼ିବାକୁ ଇଚ୍ଛା କରିଥାନ୍ତି ଅଥବା ଏହାର ଅଧ୍ୟୟନରେ ଅଭୀଷ୍ଟ ସାଧନ ବୋଲି ସ୍ୱୀକାର କରିଥାନ୍ତି। କେବଳ ପ୍ରେମପୂର୍ବକ ଶ୍ରବଣ କଲେ ମଧ୍ୟ ଏହା ସମସ୍ତ ମନୋବାଞ୍ଛିତ ଫଳ ପ୍ରଦାନ କରିଥାଏ। ଭଗବାନ ଶିବଙ୍କର ଏହି ପୁରାଣ ଶ୍ରବଣ କରି ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଥାଏ ଏବଂ ଜୀବନରେ ନାନା ପ୍ରକାର ଉତ୍କୃଷ୍ଟ ଭୋଗମାନ ଉପଭୋଗ କରି ଶେଷରେ ଶିବଲୋକକୁ ଯାଇଥାଏ। 7ଟି ସଂହିତାରେ ବିଭକ୍ତ ଏହି ଶିବପୁରାଣ ନାମକ ଗ୍ରନ୍ଥରେ 24,000 ଶ୍ଲୋକ ରହିଛି। ମନୁଷ୍ୟ ଭକ୍ତି, ଜ୍ଞାନ ଓ ବୈରାଗ୍ୟରେ ସମ୍ପୂର୍ଣ୍ଣ ହୋଇ ଏହାକୁ ଆଦରପୂର୍ବକ ଶ୍ରବଣ କରିବା ଉଚିତ। ଉକ୍ତ ସମ୍ପକ୍ତ ସଂହିତା ଯୁକ୍ତ ଦିବ୍ୟ ଶିବପୁରାଣରେ ପରଂବ୍ରହ୍ମ ପରମାତ୍ମାଙ୍କ ପରି ବିରାଜମାନ ଏବଂ ଏହା ସବୁଠୁ ଉତ୍କୃଷ୍ଟ ଗତି ପ୍ରଦାନ କରିଥାଏ। ଯେ ନିରନ୍ତର ଅନୁସନ୍ଧାନ ପୂର୍ବକ ଏ ଶିବ ପୁରାଣକୁ ବ୍ୟାଖ୍ୟା କରେ ଅଥବା ନିତ୍ୟ ପ୍ରେମପୂର୍ବକ ପାଠ କରେ, ସେ ଯେ ନିଶ୍ଚିତ ରୂପେ ପୁଣ୍ୟାତ୍ମା, ଏଥିରେ ସନ୍ଦେହ ନାହିଁ। ଯେଉଁ ସୁଜ୍ଞାନୀ ମନୁଷ୍ୟ ଅନ୍ତକାଳରେ ଭକ୍ତିପୂର୍ବକ ଏହି ପୁରାଣକୁ ଶ୍ରବଣ କରେ, ତା ଉପରେ ପ୍ରଭୁ ମହେଶ୍ୱରଙ୍କ ଅତ୍ୟନ୍ତ ପ୍ରସନ୍ନ ହୋଇ ତାକୁ ଆପଣା ପଦ ପ୍ରଦାନ କରିଥାନ୍ତି। ଯେ ପ୍ରତିଦିନ ଆଦରରେ ଏହି ପୁରାଣକୁ ପୂଜା କରେ, ସେ ଏ ସଂସାରରେ ସମସ୍ତ ଭୋଗ ଉପଭୋଗ କରି ଅନ୍ତକାଳରେ ଭଗବାନ ଶିବଙ୍କ ପଦକୁ ପ୍ରାପ୍ତ ହୁଏ। ଯେ ପ୍ରତିଦିନ ନିରକଶ ହୋଇ ଶିବ ପୁରାଣକୁ ପଟ୍ଟବସ୍ତ୍ର ଇତ୍ୟାଦିରେ ଘୋଡ଼ାଇ ଯତ୍ନରେ ରଖି ଏହାର ସମ୍ମାନ କରେ, ସେ ସଦା ସୁଖୀ ରହେ। ଶିବ ପୁରାଣ ନିର୍ମଳ ଓ ଶିବଙ୍କର ସ୍ୱରୂପ।
ସେ ଇହଲୋକ ଓ ପରଲୋକର ସୁଖ ଚାହେଁ। ଏହାକୁ ଆଦରପୂର୍ବକ ସେଚନ କରିବା ଉଚିତ। ଏହି ନିର୍ମଳ ଓ ଉତ୍ତମ ପୁରାଣ ଧର୍ମ, ଅର୍ଥ, କାମ ଓ ମୋକ୍ଷ ରୂପୀ ଚାରି ପୁରୁଷାର୍ଥକୁ ପ୍ରଦାନ କରିଥାଏ। ତେଣୁ ସର୍ବଦା ଏହାକୁ ପ୍ରେମପୂର୍ବକ ଶ୍ରବଣ ଓ ପଠନ କରିବା ଉଚିତ। ପୁରାଣ ଶ୍ରବଣ ଫଳରେ ଆଚାରଭ୍ରଷ୍ଟ ବିପ୍ର ଦେବରାଜଙ୍କୁ ଶିବଲୋକ ପ୍ରାପ୍ତି ଏବଂ ଚଞ୍ଚୁଳାର ପାପ ପ୍ରତି ଭୟ ଓ ସଂସାରରୁ ବୈରାଗ୍ୟ। ଶୌନକ କହିଲେ, ମହାଭାଗ ସୂତ, ଆପଣ ଧନ୍ୟ। ଆପଣଙ୍କ ପରମାର୍ଥ ତତ୍ତ୍ୱର ଜ୍ଞାତା। ଆପଣ କୃପା କରି ଆମ୍ଭମାନଙ୍କୁ ବହୁତ ଅଦ୍ଭୁତ ଏବଂ ଦିବ୍ୟ କଥା କହିଲେ। ଭୂତଳରେ ଏପରି କଥାର ସମକକ୍ଷ ହେବା ବୋଲି କଲ୍ୟାଣ ସର୍ବଶ୍ରେଷ୍ଠ ସାଧନା ଆଉ କିଛି ନାହିଁ। ଏହା ଆମେ ଆଜି ଆପଣଙ୍କ କୃପାରୁ ବୁଝିପାରିଲୁ। ହେ ସୂତ ମହାଭାଗ, କଳିଯୁଗରେ ଏହି ପୁରାଣ ଶ୍ରବଣ ଦ୍ୱାରା କେଉଁ ପାପ ଶୁଦ୍ଧ ହୋଇଛନ୍ତି ସେମାନଙ୍କ ବିଷୟରେ କହି ଏ ଜଗତକୁ କୃତାର୍ଥ କରନ୍ତୁ। ସୂତ କହିଲେ, ମୁନେ, ଯେଉଁ ମନୁଷ୍ୟ ପାପୀ, ଦୁରାଚାରୀ, ଖଳ ଓ କାମକ୍ରୋଧରେ ବୁଡ଼ି ରହିଥାନ୍ତି, ସେମାନେ ଏ ପୁରାଣ ଶ୍ରବଣ ପଠନ କରି ଅବଶ୍ୟ ଶୁଦ୍ଧ ହୋଇଯାଆନ୍ତି। ବିଷୟରେ ଅଭିଜ୍ଞ ମୁନିଜନ ଗୋଟିଏ ପ୍ରାଚୀନ ଇତିହାସର ଉଦାହରଣ ଦେଇଛନ୍ତି। ସେହି କଥା ଶୁଣିଲେ ସମସ୍ତ ପାପ ନଷ୍ଟ ହୋଇଯାଏ। ପୂର୍ବକାଳର କଥା। କିରାତ ନଗରରେ ଗୋଟିଏ ମୂଢ଼ ବ୍ରାହ୍ମଣ ରହୁଥିଲା। ସେ ଜ୍ଞାନର ଅତ୍ୟନ୍ତ ଦୁର୍ବଳ, ଦରିଦ୍ର, ଉପସ ବିକ୍ରୟକାରୀ ଓ ବୈଦିକ ଧର୍ମ ବିମୁଖର ଥିଲା। ସେ ସ୍ନାନ ସନ୍ଧ୍ୟାଦି କର୍ମ କରୁନଥିଲା ଏବଂ ବେଶ୍ୟାବୃତ୍ତିରେ ତତ୍ପର ଥିଲା। ତାର ନାମ ଥିଲା ଦେବରାଜ। ସେ ତା ଉପରେ ବିଶ୍ୱାସ କରୁଥିବା ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରୁଥିଲା ଓ ସେମାନଙ୍କୁ ଠକୁଥିଲା। ସେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ତଥା ଅନ୍ୟମାନଙ୍କୁ ମଧ୍ୟ ଅନେକ ପ୍ରକାରର ବାହାନା ମାରି ସେମାନଙ୍କୁ ଧନ ହରି ନେଉଥିଲା। ହେଲେ ସେ ସେହି ପାପରୁ ତିଳେ ମାତ୍ର ଧନ କଦାପି ଧର୍ମକାର୍ଯ୍ୟରେ ଲାଗିନଥିଲା। ସେ ବେଶ୍ୟାଗାମୀ ଓ ସବୁ ପ୍ରକାରର ଆଚାରଭ୍ରଷ୍ଟ ଥିଲା। ଦୈବଯୋଗୁ ଦିନେ ସେ ଭ୍ରମଣ କରୁ କରୁ ପ୍ରତିଷ୍ଠାନୀ ପୁରୀରେ ପହଞ୍ଚିଗଲା। ସେଠାରେ ସେ ଗୋଟିଏ ଶିବାଳୟ ଦେଖିଲା। ସେଠାରେ ଅନେକ ସାଧୁ ମହାତ୍ମା ଏକତ୍ରିତ ହୋଇଥିଲେ। ଦେବରାଜ ସେହି ଶିବାଳୟରେ ରହିଲା, କିନ୍ତୁ ତାକୁ ସେଦିନ ଜ୍ୱର ହୋଇଗଲା। ଜ୍ୱର ହେତୁ ତାକୁ ବହୁତ କଷ୍ଟ ଅନୁଭବ ହେଲା। ଜଣେ ବ୍ରାହ୍ମଣ ସେଠାରେ ଶିବ ପୁରାଣ କଥା ଶୁଣାଉଥିଲେ। ଜ୍ୱରରେ ପୀଡ଼ିତ ଦେବରାଜ ବ୍ରାହ୍ମଣଙ୍କ ମୁଖାର ବିନ୍ଦୁରୁ ନିଃସୃତ ଶିବ ପୁରାଣର କଥାକୁ ସେହିଠାରେ ରହି ନିରନ୍ତର ଶୁଣିଲା। ମାସେ ପରେ ଜ୍ୱରରେ ଅତ୍ୟନ୍ତ ପୀଡ଼ିତ ହେବା କାରଣରୁ ସେ ମରିଗଲା। ଯମରାଜଙ୍କ ଦୂତ ଆସିଲେ ଏବଂ ତାକୁ ପାଶରେ ବାନ୍ଧି ବଳପୂର୍ବକ ଯମପୁରୀକୁ ନେଇଗଲେ। ଇତିମଧ୍ୟରେ ଶିବଲୋକରୁ ଭଗବାନ ଶିବଙ୍କ ପାର୍ଷଦଗଣ ଆସିଗଲେ। ସେମାନଙ୍କର ଗୌର ଅଙ୍ଗ କର୍ପୂର ପରି ଉଜ୍ଜ୍ୱଳ ଥିଲା। ହାତରେ ତ୍ରିଶୂଳ ଥିଲା ଓ ସମଗ୍ର ଅଙ୍ଗ ଭସ୍ମରେ ଉଦ୍ଭାସିତ ହେଉଥିଲା। ରୁଦ୍ରାକ୍ଷର ମାଳମାନ ସେମାନଙ୍କ ଶରୀରରେ ଶୋଭାବର୍ଦ୍ଧନ କରୁଥିଲା। ସେମାନେ ସମସ୍ତେ କ୍ରୋଧିତ ହୋଇ ଯମପୁରରେ ଆସି ପହଞ୍ଚିଗଲେ ଏବଂ ଯମଦୂତଙ୍କୁ ମାରଧର କରି ବାରମ୍ବାର ଧମକାଇ ଦେବରାଜଙ୍କୁ ସେମାନଙ୍କ ହାତରୁ ଛଡ଼ାଇ ନେଲେ। ଶେଷରେ ଗୋଟିଏ ଅଦ୍ଭୁତ ବିମାନରେ ବସାଇ ତାକୁ କୈଳାସ ନେଇଯିବାକୁ ଉଦ୍ୟତ କଲେ। ଏହି ଘଟଣାରେ ଯମପୁରୀରେ ସର୍ବତ୍ର କୋଳାହଳ ବ୍ୟାପିଗଲା। କୋଳାହଳ ଶୁଣି ସ୍ୱୟଂ ଧର୍ମରାଜ ନିଜ ଭବନରୁ ବାହାରକୁ ଆସିଲେ। ସାକ୍ଷାତ ରୁଦ୍ରଦେବଙ୍କ ପରି ଦିଶୁଥିବା ସେହି ଚାରିଜଣ ଶିବଦୂତଙ୍କୁ ସେହି ଧର୍ମଜ୍ଞ ଧର୍ମରାଜ ସେମାନଙ୍କର ବିଧିପୂର୍ବକ ପୂଜନ କଲେ ଏବଂ ଆପଣା ଜ୍ଞାନଦୃଷ୍ଟି ବଳରେ ସମସ୍ତ ବୃତ୍ତାନ୍ତ ଜାଣିଗଲେ। ମାତ୍ର ଭୟରେ ଶିବଙ୍କର ସେହି ମହାତ୍ମା ଦୂତମାନଙ୍କୁ କୌଣସି କଥା ପଚାରିଲେ ନାହିଁ, ବରଂ ସେମାନଙ୍କୁ ପୂଜା ଓ ପ୍ରାର୍ଥନା କଲେ। ତତ୍ପଶ୍ଚାତ ଶିବଦୂତମାନେ କୈଳାସ ଫେରିଗଲେ ଏବଂ ସେଠାରେ ପହଞ୍ଚି ସେହି ବ୍ରାହ୍ମଣ ଶିବଙ୍କ ହାତରେ ସମର୍ପିଦେଲେ। ଶୌନକ କହିଲେ, ମହାଭାଗ ସୂତ, ଆପଣ ସର୍ବଜ୍ଞ, ମହାମତେ। ଆପଣଙ୍କ କୃପା ପ୍ରସାଦରୁ ମୁଁ ଅତ୍ୟନ୍ତ କୃତାର୍ଥ ହେଲି। ବାରମ୍ବାର କୃତାର୍ଥ ହେଲି।
ଏହି ଇତିହାସକୁ ଶୁଣି ମୋର ମନ ପରମ ଆନନ୍ଦରେ ନିମଗ୍ନ ହୋଇଯାଉଛି। ତେଣୁ ଏବେ ଶିବଙ୍କ ସମ୍ବନ୍ଧୀୟ ଅନ୍ୟ କଥା ବି କୁହନ୍ତୁ, ଯାହା ଶିବଙ୍କ ପ୍ରତି ମୋର ପ୍ରେମ ବୃଦ୍ଧି କରିବ। ଶ୍ରୀସୁତ କହିଲେ, ଶୌନକ ଶୁଣ, ମୁଁ ତୁମ ସମ୍ମୁଖରେ ଗୋପନୀୟ କଥାବସ୍ତୁ ମଧ୍ୟ ବର୍ଣ୍ଣନା କରିବି, କାରଣ ତୁମେ ଶିବଭକ୍ତଙ୍କ ମଧ୍ୟରେ ଅଗ୍ରଗଣ୍ୟ ତଥା ବେଦବେତ୍ତାଙ୍କ ମଧ୍ୟରେ ଶ୍ରେଷ୍ଠ। ସମୁଦ୍ର ନିକଟବର୍ତ୍ତୀ ପ୍ରବେଶରେ ବାଷ୍ପକ ନାମକ ଗୋଟିଏ ଗ୍ରାମ ଅଛି। ସେଠାରେ ବୈଦିକ ଧର୍ମରୁ ବିମୁଖ ମହାପାପୀ ଦ୍ୱିଜମାନେ ନିବାସ କରନ୍ତି। ସେମାନେ ସମସ୍ତେ ଦୁଷ୍ଟ ଓ ସେମାନଙ୍କ ମନ ଦୂଷିତ ବିଷୟରେ ଭୋଗରେ ହିଁ ନିମଗ୍ନ ରହେ। ସେମାନେ ଦେବତା ଉପରେ ବିଶ୍ୱାସ କରନ୍ତି ନାହିଁ କି ଭାଗ୍ୟ ଉପରେ ବି ବିଶ୍ୱାସ କରନ୍ତି ନାହିଁ। ସେମାନେ କୃଷିକାର୍ଯ୍ୟ କରନ୍ତି ଓ ନାନା ପ୍ରକାରର ଅସ୍ତ୍ରଶସ୍ତ୍ର ରଖନ୍ତି। ସେମାନଙ୍କର ବୃତ୍ତି କୁଟିଳ, ସେମାନଙ୍କର ବ୍ୟଭିଚାରୀ, ଖଳ ଓ ପଶୁବୃତ୍ତି। ଜ୍ଞାନ, ବୈରାଗ୍ୟ ଓ ସଧର୍ମ ସେବକ ମନୁଷ୍ୟ ପାଇଁ ପରମ ପୁରୁଷାର୍ଥ, ଏ କଥାକୁ ସେମାନେ ଆଦୌ ଜାଣନ୍ତି ନାହିଁ। ଯେଉଁଠିକାରେ ଦ୍ୱିଜ ଏପରି, ସେଠାକାର ଅନ୍ୟ ବର୍ଣ୍ଣଙ୍କ ବିଷୟରେ କ'ଣ ବା କହିବା? ଅନ୍ୟ ବର୍ଣ୍ଣର ଲୋକେ ମଧ୍ୟ ଏମାନଙ୍କ ପରି କୁତ୍ସିତ ବିଚାରର, ସ୍ୱଧର୍ମ ବିମୁଖ ଓ ଖଳ ଅଟନ୍ତି। ସେମାନେ ସର୍ବଦା କୁକର୍ମରେ ରତ ରହନ୍ତି ଓ ନିତ୍ୟ ବିଷୟଭୋଗରେ ହିଁ ବୁଡ଼ି ରହନ୍ତି। ସେଠାକାର ସମସ୍ତ ନାରୀ ସମସ୍ତେ କୁଟିଳ ସ୍ୱଭାବର, ସ୍ୱେଚ୍ଛାଚାରିଣୀ, ପାପମୁକ୍ତି, କୁତ୍ସିତ ବିଚାରର ଓ ବ୍ୟଭିଚାରିଣୀ। ସେମାନଙ୍କଠାରେ ସଦ୍ବ୍ୟବହାର ଓ ସଦାଚାର ଟିକିଏ ବି ନଥାଏ। ମୋଟ ଉପରେ କହିବାକୁ ଗଲେ ସେଠାରେ କେବଳ ଦୁଷ୍ଟଙ୍କର ହିଁ ନିବାସ। ସେହି ବାଷ୍ପକ ନାମକ ଗ୍ରାମରେ ଏକଦା ବିନ୍ଦୁକ ନାମକ ଗୋଟିଏ ଅଧମ ବ୍ରାହ୍ମଣ ରହୁଥିଲା। ସେ ଦୁରାତ୍ମା ଓ ମହାପାପୀ ଥିଲା। ତା ସ୍ତ୍ରୀ ସୁନ୍ଦରୀ ହୋଇଥିଲେ ସୁଦ୍ଧା ବିନ୍ଦୁକ ସଦା କୁମାର୍ଗରେ ହିଁ ରତ ରହୁଥିଲା। ତାର ସ୍ତ୍ରୀର ନାମ ଥିଲା ଚଞ୍ଚଳା। ସେ ସର୍ବଦା ଉତ୍ତମ ଧର୍ମ ପାଳନ କରୁଥିଲା। ତଥାପି ତାକୁ ଛାଡ଼ି ଦୁଷ୍ଟ ବିନ୍ଦୁକ ବେଶ୍ୟାଗାମୀ ହୋଇଯାଇଥିଲା। ଏହି ରୂପେ କୁମାର୍ଗରେ ତାକୁ ବହୁ କାଳ ବିତିଗଲା। ତାର ସ୍ତ୍ରୀ ଚଞ୍ଚଳା କାମବ୍ୟଥାରେ ପୀଡ଼ିତ ଥିଲେ ମଧ୍ୟ ସୁଧର୍ମନାଶ ଭୟରେ କ୍ଲେଶ ସହି ରହିଲା ଓ ବହୁକାଳ ପର୍ଯ୍ୟନ୍ତ ଧର୍ମଭ୍ରଷ୍ଟ ହେଲା ନାହିଁ। ପରନ୍ତୁ ଦୁରାଚାରୀ ସ୍ୱାମୀର ଆଚରଣରେ ପ୍ରଭାବିତ ହୋଇ କ୍ରମେ ସେ ମଧ୍ୟ ଦୁରାଚାରିଣୀ ହୋଇଗଲା। ଏହି ରୂପେ ଉକ୍ତ ମୂର୍ଖ ପତିପତ୍ନୀ ଦୁହେଁ ଦୁରାଚାରରେ ଲିପ୍ତ ହୋଇ ବହୁକାଳ ବିତାଇ ଚାଲିଲେ। ତାପରେ ଶୂଦ୍ରଜାତୀୟ ବେଶ୍ୟାର ଉପପତ୍ତି ହୋଇଥିବାରୁ ସେହି ଦୁଷ୍ଟ ବ୍ରାହ୍ମଣ ବିନ୍ଦୁକ ଯଥା ସମୟରେ ମୃତ୍ୟୁ ମୁଖରେ ପଡ଼ି ନରକକୁ ଗଲା। ଦୀର୍ଘକାଳ ପର୍ଯ୍ୟନ୍ତ ନରକରେ ଦୁଃଖ ଭୋଗିବା ପରେ ମୂଢ଼ବୁଦ୍ଧି ପାପିଷ୍ଠ ବିନ୍ଦୁକ ବିନ୍ଧ୍ୟ ପର୍ବତରେ ଭୟଙ୍କର ପିଶାଚ ହେଲା। ତେଣେ ଦୁରାଚାରୀ ବିନ୍ଦୁକ ମରିଯିବା ପରେ ତାହାର ପତ୍ନୀ ହୃଦୟା ଚଞ୍ଚଳା ବହୁକାଳ ପର୍ଯ୍ୟନ୍ତ ପୁତ୍ରଙ୍କ ସହିତ ନିଜ ଘରେ ରହିଲା। ଦିନେ ଦୈବଯୋଗରୁ କୌଣସି ପୁଣ୍ୟପର୍ବ ସମୟରେ ଚଞ୍ଚଳା ତାର ଭାଇ ବନ୍ଧୁଙ୍କ ସଙ୍ଗେ ଗୋକର୍ଣ୍ଣ କ୍ଷେତ୍ରକୁ ଗଲା। ତୀର୍ଥଯାତ୍ରୀଙ୍କ ପରି ସେ ମଧ୍ୟ କୌଣସି ତୀର୍ଥ ଜଳରେ ସ୍ନାନ କଲା। ତାପରେ ସେ ସାଧାରଣ ଭାବରେ ମେଳା ଆଦି ଦେଖିବାକୁ ବନ୍ଧୁଜନଙ୍କ ସଙ୍ଗେ ଏଣେ ତେଣେ ବୁଲିବାକୁ ଗଲା। ଏମିତି ବୁଲୁ ବୁଲୁ କୌଣସି ଦେବ ମନ୍ଦିରକୁ ଗଲା ଏବଂ ଜଣେ ଦୈବଜ୍ଞ ବ୍ରାହ୍ମଣଙ୍କ ମୁଖରୁ ଶିବଙ୍କର ପରମ ପବିତ୍ର ଏବଂ ମଙ୍ଗଳକାରିଣୀ ଉତ୍ତମ ପୌରାଣିକ କଥା ଶୁଣିଲା। ପ୍ରସଙ୍ଗକ୍ରମେ କଥାବାଚକ ବ୍ରାହ୍ମଣ କହିଲେ, ଯେଉଁ ନାରୀମାନେ ପରପୁରୁଷ ସଙ୍ଗେ ବ୍ୟଭିଚାର କରନ୍ତି, ସେମାନେ ମରିବା ପରେ ଯମଲୋକକୁ ଯାଆନ୍ତି। ସେଠାରେ ଯମରାଜଙ୍କ ଦୂତ ସେମାନଙ୍କ ଯୋନିରେ ତପ୍ତ ଲୌହର ପରିଘ ପ୍ରବେଶ କରାଇ ଦିଅନ୍ତି। ପୁରାଣ ବକ୍ତା ବ୍ରାହ୍ମଣଙ୍କ ମୁଖରୁ ଏପରି ବୈରାଗ୍ୟ ବୃଦ୍ଧିକାରୀ ପ୍ରସଙ୍ଗ ଶୁଣି ଚଞ୍ଚଳା ଭୟରେ ବ୍ୟାକୁଳ ହୋଇ କମ୍ପିବାକୁ ଲାଗିଲା। କଥା ସମାପ୍ତ ହେବା ପରେ ଯେତେବେଳେ ସମସ୍ତ ଶ୍ରୋତା ଚାଲିଗଲେ, ଚଞ୍ଚଳା ଏକାନ୍ତରେ କଥାବାଚକ ପଣ୍ଡିତଙ୍କୁ କହିଲା, ବ୍ରାହ୍ମଣ, ମୁଁ ମୋର ଧର୍ମକୁ ଜାଣିନଥିଲି, ତେଣୁ ଅଜ୍ଞାନରେ ମୋ ଦ୍ୱାରା
ବହୁତ ବଡ଼ ଦୁରାଚାର ହୋଇଯାଇଛି। ଗୋସେଇ ମୋ ଉପରେ ଅନୁପମ କୃପା କରି ମୋତେ ଉଦ୍ଧାର କରନ୍ତୁ। ଆଜି ଆପଣଙ୍କ ବୈରାଗ୍ୟପୂର୍ଣ୍ଣ ପ୍ରବଚନ ଶୁଣି ମୋତେ ବହୁତ ଡର ଲାଗୁଛି। ମୁଁ ଭୟରେ କମ୍ପୁଛି ଏବଂ ମୋର ଏ ସଂସାର ପ୍ରତି ବୈରାଗ୍ୟ ହୋଇଗଲାଣି। ମୋ ପରି ମୂଢ଼ା ପାପିନୀକୁ ଧିକ୍କାର। ମୁଁ ସର୍ବଥା ନିନ୍ଦାର ଯୋଗ୍ୟ। ମୁଁ କୁତ୍ସିତ ବିଷୟରେ ଛନ୍ଦି ହୋଇ ନିଜ ଧର୍ମରୁ ବିମୁଖ ହୋଇଯାଇଛି। ହାୟ, ମୋର କିଭଳି ଘୋର କଷ୍ଟଦାୟକ ଦୁର୍ଗତି ହେବ କିଏ ଜାଣେ। ସେତେବେଳେ କିଏ ମୋର କୁମାର୍ଗଗାମିନୀ ପାପିନୀକୁ ରକ୍ଷା କରିବ? ମୃତ୍ୟୁ କାଳରେ ଭୟଙ୍କର ଯମଦୂତଙ୍କୁ ମୁଁ କିପରି ଚାହିଁପାରିବି? ସେମାନେ ବଳପୂର୍ବକ ମୋ ଗଳାରେ ରଶି ବାନ୍ଧିବେ ବେଳେ ମୁଁ କେମିତି ଧୈର୍ଯ୍ୟ ଧାରଣ କରିବି? ନରକରେ ମୋ ଦେହ ଟିକି ଟିକି କଲାବେଳେ ମୁଁ ସେହି ଭୟଙ୍କର ଯାତନାକୁ କେମିତି ସହିବି? ହାୟ, ମୁଁ ତ ମରିଗଲି। ମୋ ହୃଦୟ ଫାଟି ଯାଉଛି। ମୁଁ ସବୁ ପ୍ରକାରରେ ପାପରେ ବୁଡ଼ିଗଲି। ବ୍ରହ୍ମନ୍, ଆପଣ ହିଁ ମୋର ଗୁରୁ, ଆପଣ ହିଁ ମୋର ପିତାମାତା। ମୁଁ ଆପଣଙ୍କର ଶରଣକୁ ଆସିଛି। ମୋ ପରି ଅବଳାକୁ ଉଦ୍ଧାର କରନ୍ତୁ, ଉଦ୍ଧାର କରନ୍ତୁ। ସୂତ କହିଲେ। ସୈନିକ ଚଞ୍ଚଳା ଏହିପରି ଦୁଃଖ ବୈରାଗ୍ୟକୁ ଅଧିଭୂତ ହୋଇ ବ୍ରାହ୍ମଣଙ୍କ ପାଦତଳେ ଲୋଟି ପଡ଼ିଲା। ସେତେବେଳେ ବୁଦ୍ଧିମାନ ବ୍ରାହ୍ମଣ କଥାପୂର୍ବକ ତାହାକୁ ଉଠାଇ ଓ ଏହିପରି କହିଲେ। ଆତ୍ମୋଦ୍ଧାର ନିମନ୍ତେ ଶିବଭକ୍ତ ବ୍ରାହ୍ମଣଙ୍କ ଚଞ୍ଚଳାର ପ୍ରାର୍ଥନା ଏବଂ ବ୍ରାହ୍ମଣଙ୍କ ମୁଖରୁ ଶିବପୁରାଣ ଶ୍ରବଣ ଫଳରେ ସେ ମୃତ୍ୟୁ ପରେ ଶିବଲୋକକୁ ଯାଇ ପାର୍ବତୀଙ୍କ ସଖୀ ହୋଇ ସୁଖୀ ହେବା ପ୍ରସଙ୍ଗ। ବ୍ରାହ୍ମଣ କହିଲେ, ହେ ଦ୍ୱିଜବନ୍ତୀ, ବଡ଼ ସୌଭାଗ୍ୟର କଥା ଯେ ଭଗବାନ ଶିବଙ୍କ କୃପାରୁ ଶିବପୁରାଣର ବୈରାଗ୍ୟପୂର୍ଣ୍ଣ କଥା ଶୁଣି ସମୟ ଥାଉ ଥାଉ ତୁମ୍ଭେ ଚେତିଗଲ। ତୁମେ ଭୟଙ୍କର ନାହିଁ। ଭଗବାନ ଶିବଙ୍କ ଶରଣ ଯାଅ। ଶିବଙ୍କ କୃପାରେ ସମସ୍ତ ପାପ ଅବିଳମ୍ବେ ନଷ୍ଟ ହୋଇଯାଏ। ମୁଁ ଶିବଙ୍କର କୀର୍ତ୍ତିମାୟା ପ୍ରସଙ୍ଗରେ ପରିପୂର୍ଣ୍ଣ ଏଭଳି ପରମ ବସ୍ତୁ ବର୍ଣ୍ଣନା କରିବି ଯାହା ତୁମକୁ ସୁଖଦାୟକ ଉତ୍ତମ ଗତି ପ୍ରଦାନ କରିବ। ଶିବଙ୍କ କଥା ଶୁଣିବାରୁ ହିଁ ତୁମର ବୁଦ୍ଧି ଏପରି ପଶ୍ଚାତାପରେ ଯୁକ୍ତ ଓ ଶୁଦ୍ଧ ହୋଇଯାଇଛି। ପୁଣି ତୁମର ବିଷୟ ପ୍ରତି ବୈରାଗ୍ୟ ମଧ୍ୟ ଆସିଯାଇଛି। ପଶ୍ଚାତାପ ହିଁ ପାପ କରିବାର ବ୍ୟକ୍ତି ପାଇଁ ସବୁଠାରୁ ବଡ଼ ପ୍ରାୟଶ୍ଚିତ। ସତ୍ପୁରୁଷମାନେ ସମସ୍ତଙ୍କ ପାଇଁ ପଶ୍ଚାତାପକୁ ହିଁ ପାପର ଶୋଧକ ବୋଲି କହିଛନ୍ତି। ପଶ୍ଚାତାପ ଦ୍ୱାରା ହିଁ ପାପର ଶୁଦ୍ଧି ହୋଇଥାଏ। ଯେ ପଶ୍ଚାତାପ କରେ ସେ ହିଁ ବାସ୍ତବରେ ପାପର ପ୍ରାୟଶ୍ଚିତ କରେ। କାରଣ ସାଧୁଜନ ସକଳ ପାପର ଶୋଧନ ପାଇଁ ଯେଉଁ ଯେଉଁ ସବୁ ପ୍ରାୟଶ୍ଚିତର ଉପଦେଶ ଦେଇଛନ୍ତି ସେଗୁଡ଼ିକ ପ୍ରାୟଶ୍ଚିତ ଦ୍ୱାରା ହିଁ ସମ୍ପନ୍ନ ହୋଇଥାଏ। ଯେଉଁ ବ୍ୟକ୍ତି କେବଳ ବିଧିପୂର୍ବକ ପ୍ରାୟଶ୍ଚିତ କରି ନିର୍ଭୟ ହୋଇଯାଏ ଅଥବା ଆପଣା କୁକର୍ମ ପାଇଁ ପ୍ରାୟଶ୍ଚିତ ବା ଅନୁତାପ କରେ ନାହିଁ, ସେ ପ୍ରାୟତଃ ଉତ୍ତମ ଗତି ପାଇପାରେ ନାହିଁ। ମାତ୍ର ନିଜ କୁକୃତ୍ୟ ପାଇଁ ହାର୍ଦ୍ଦିକ ପଶ୍ଚାତାପ କରୁଥିବା ବ୍ୟକ୍ତି ନିଶ୍ଚିତ ରୂପେ ଉତ୍ତମ ଗତିର ଭାଗ ହୋଇଥାଏ, ଏଥିରେ ସଂଶୟ ନାହିଁ। ଶିବପୁରାଣ ଶୁଣିବା ଦ୍ୱାରା ଯେଉଁପରି ଚିତ୍ତ ଶୁଦ୍ଧି ହୋଇଥାଏ, ସେହିପରି ଅନ୍ୟ କୌଣସି ଉପାୟରେ ହୋଇପାରେ ନାହିଁ। ଦର୍ପଣକୁ ସଫା କରିଦେଲେ ତାହା ଯେପରି ନିର୍ମଳ ହୋଇଯାଏ, ଠିକ୍ ସେହିପରି ଶିବପୁରାଣ କଥାରେ ଚିତ୍ତ ଅତ୍ୟନ୍ତ ଶୁଦ୍ଧ ହୋଇଥାଏ, ଏଥିରେ ସଂଶୟ ନାହିଁ। ମନୁଷ୍ୟର ଶୁଦ୍ଧ ଚିତ୍ତରେ ହିଁ ଜଗଦମ୍ବା ପାର୍ବତୀଙ୍କ ସମେତ ଭଗବାନ ଶିବ ବିରାଜମାନ ରହନ୍ତି। ଶିବପୁରାଣ ଶ୍ରବଣ ଦ୍ୱାରା ବିଶୁଦ୍ଧ ହୋଇଥିବା ବ୍ୟକ୍ତି ଶ୍ରୀ ଶାମ୍ବ ସଦାଶିବଙ୍କର ପରମ ପଦକୁ ପ୍ରାପ୍ତ ହୋଇଥାଏ। ଏହିଭଳି ପୁରାଣ କଥାରୂପୀ ସାଧନ ସମସ୍ତଙ୍କ ପାଇଁ କଲ୍ୟାଣକର ବୀଜ। ଏଣୁ ଯଥୋଚିତ ଶାସ୍ତ୍ରୋକ୍ତ ମାର୍ଗରେ ଏହାର ଆରାଧନା ଅଥବା ସେବନ କରିବା ଉଚିତ। ଏହା ଭବବନ୍ଧନରୂପୀ ରୋଗକୁ ନଷ୍ଟ କରିଥାଏ। ଶିବଙ୍କ ପ୍ରସଙ୍ଗ ଶୁଣି ତାହାକୁ ହୃଦୟରେ ମନନ ଓ ନିଧିଧ୍ୟାସନ କରିବା ଉଚିତ। ଏହାଦ୍ୱାରା ପୂର୍ଣ୍ଣରୂପେ ଚିତ୍ତ ଶୁଦ୍ଧି ହୋଇଯାଏ। ଚିତ୍ତ ଶୁଦ୍ଧି ହେଲେ ମହେଶ୍ୱରଙ୍କ ଭକ୍ତି ଆପଣା ଦୁଇ ପୁତ୍ର ଜ୍ଞାନ ଓ ବୈରାଗ୍ୟ ସହିତ ନିଶ୍ଚୟ ପ୍ରକଟ ହୋଇଥାଏ। ତାପରେ ମହେଶ୍ୱରଙ୍କ ଅନୁଗ୍ରହରୁ ନିଶ୍ଚିତ ରୂପେ ଦିବ୍ୟ ମୁକ୍ତି ପ୍ରାପ୍ତ ହୋଇଥାଏ। ଯେ ମୁକ୍ତିରୁ ବଞ୍ଚିତ ତାକୁ ପଶୁ ବୋଲି ବୁଝିବା ଉଚିତ। କାରଣ ତାହାର ଚିତ୍ତ ମାୟା ବନ୍ଧନରେ ଆସକ୍ତ। ସେ ସଂସାର ବନ୍ଧନରୁ ମୁକ୍ତ ହୋଇପାରେ ନାହିଁ, ଏହା ଧ୍ରୁବ ସତ୍ୟ। ତେଣୁ ହେ ବ୍ରାହ୍ମଣୀ, ତୁମେ ବିଷୟରୁ ମନକୁ ଅପସାରିତ କରିନିଅ।
ଏବଂ ଭକ୍ତି ଭାବରେ ଭଗବାନ ଶିବଙ୍କର ଏହି ପରମ ପାବନ କଥା ଶ୍ରବଣ କର। ତେଣୁ ହେ ବ୍ରାହ୍ମଣୀ, ତୁମେ ବିଷୟରେ ମନକୁ ଅପସାରିତ କରିନିଅ ଏବଂ ଭକ୍ତି ଭାବରେ ଭଗବାନ ଶିବଙ୍କର ଏହି ପରମ ପାବନ କଥା ସ୍ମରଣ କର। ପରମାତ୍ମା ଶିବଙ୍କ ଚରିତ ଶୁଣିଲେ ତୁମ ଚିତ୍ତ ଶୁଦ୍ଧ ହେବ ଏବଂ ଏହାଦ୍ୱାରା ତୁମକୁ ମୋକ୍ଷ ପ୍ରାପ୍ତି ହୋଇଯିବ। ଯେଉଁ ନିର୍ମଳ ଚିତ୍ତରେ ଭଗବାନ ଶିବଙ୍କ ଚରଣାବିନ୍ଦଇ ଚିନ୍ତନ କରେ ତାହାର ଗୋଟିଏ ଜନ୍ମରେ ହିଁ ମୁକ୍ତି ହୋଇଯାଏ। ଏହା ମୁଁ ତୁମକୁ ସତ୍ୟ କରି କହୁଛି। ସୂତ କହୁଛନ୍ତି, ହେ ସୌନକ, ଏତିକି କହି ସେହି ଶ୍ରେଷ୍ଠ ଶିବଭକ୍ତ ବ୍ରାହ୍ମଣ ଚୁପ୍ ହୋଇଗଲେ। ତାଙ୍କ ହୃଦୟ କରୁଣାର୍ଦ୍ର ହୋଇଯାଇଥିଲା। ତେଣୁ ସେହି ଶୁଦ୍ଧଚିତ୍ତୀ ମହାତ୍ମା ଶିବଙ୍କ ଧ୍ୟାନରେ ମଗ୍ନ ହୋଇଗଲେ। ଏଣେ ବିନ୍ଦୁଗର ପତ୍ନୀ ଚଞ୍ଚଳା ମନରେ ଆନନ୍ଦ ଖେଳିଗଲା। ବ୍ରାହ୍ମଣଙ୍କ ଉପଦେଶ ଶୁଣି ତା ନେତ୍ରରେ ଆନନ୍ଦର ଅଶ୍ରୁ ଝରି ଆସିଲା। ଚଞ୍ଚଳା ସହସ୍ର ବ୍ରାହ୍ମଣଙ୍କ ପାଦ ତଳେ ଲୋଟି ପଡ଼ିଲା ଏବଂ ହାତ ଯୋଡ଼ି କହିଲା, ମୁଁ କୃତାର୍ଥ ହୋଇଗଲି। ଚଞ୍ଚଳାର ଚିତ୍ତ ବୈରାଗ୍ୟରେ ପୂରି ଉଠିଲା। ସେ ଆପଣା ପାପ ହେତୁ ଆତଙ୍କିତ ହୋଇଯାଇଥିଲା। ତେଣୁ ସେ ହାତ ଯୋଡ଼ି ସେହି ମହାନ ଶିବଭକ୍ତ ବ୍ରାହ୍ମଣଙ୍କୁ ଗଦ୍ଗଦ୍ ବାଣୀରେ କହିଲା, ହେ ଶିବଭକ୍ତଙ୍କ ମଧ୍ୟରେ ଶ୍ରେଷ୍ଠ, ହେ ଗୋସେଇଁ ବ୍ରହ୍ମନ୍, ଆପଣ ଧନ୍ୟ ଅଟନ୍ତି। ଆପଣଙ୍କ ପରମାର୍ଥଦର୍ଶୀ, ସଦା ପରୋପକାର ପରାୟଣ ଏବଂ ଶ୍ରେଷ୍ଠ ସାଧୁପୁରୁଷଙ୍କ ମଧ୍ୟରେ ପ୍ରଶଂସାର ଯୋଗ୍ୟ ଅଟନ୍ତି। ସାଧୋ, ମୁଁ ନରକ ସମୁଦ୍ରରେ ପଡ଼ିବାକୁ ଯାଉଛି, ମୋତେ ଉଦ୍ଧାର କରନ୍ତୁ। ପୌରାଣିକ ଅର୍ଥତତ୍ତ୍ୱରେ ସମ୍ପନ୍ନ ଯେଉଁ ସୁନ୍ଦର ଶିବପୁରାଣ ସମ୍ବନ୍ଧୀୟ କଥାକୁ ଶୁଣି ମୋ ମନରେ ସମସ୍ତ ବିଷୟ ପ୍ରତି ବୈରାଗ୍ୟ ଉତ୍ପନ୍ନ ହୋଇଗଲା, ସେହି ପୁରାଣ ଶୁଣିବାକୁ ଏବେ ମୋ ମନରେ ଅତ୍ୟନ୍ତ ଶ୍ରଦ୍ଧା ଉପୁଜୁଛି। ସୂତ କହିଲେ, ଚଞ୍ଚଳା ହାତ ଯୋଡ଼ି ଏପରି କହିଲା ଏବଂ ବ୍ରାହ୍ମଣଙ୍କ ଅନୁଗ୍ରହ ଲାଭ କରି ଶିବପୁରାଣ ଶୁଣିବା ଇଚ୍ଛାରେ ତାଙ୍କ ସେବାରେ ତତ୍ପର ରହିଲା। ତାପରେ ସେହି ଶିବଭକ୍ତ ତଥା ଶୁଦ୍ଧବୁଦ୍ଧି ବ୍ରାହ୍ମଣ ଚଞ୍ଚଳାକୁ ଶିବପୁରାଣ କଥା ଶୁଣାଇଲେ। ଏହି ରୂପେ ଚଞ୍ଚଳା ଗୋକର୍ଣ୍ଣ ନାମକ ମହାକ୍ଷେତ୍ରରେ ବ୍ରାହ୍ମଣଙ୍କ ଠାରୁ ଶିବପୁରାଣର ଉତ୍ତମ କଥା ଶ୍ରବଣ କଲା। ସେହି କଥା ଥିଲା ଭକ୍ତି, ଜ୍ଞାନ ଓ ବୈରାଗ୍ୟର ବୃଦ୍ଧିକାରକ ତଥା ମୁକ୍ତିପ୍ରଦାୟକ। ତାହା ଶ୍ରବଣ କରି ବ୍ରାହ୍ମଣୀ ଅତ୍ୟନ୍ତ କୃତାର୍ଥ ହୋଇଗଲା ଓ ତାର ଚିତ୍ତ ଅତି ଶୀଘ୍ର ବିଶୁଦ୍ଧ ହୋଇଗଲା। ଶିବଙ୍କ ଅନୁଗ୍ରହରୁ ତାର ଚିତ୍ତରେ ଶିବଙ୍କର ସୁଗୁଣ ସ୍ୱରୂପ ଚିନ୍ତନ ହେବାକୁ ଲାଗିଲା। ଏହିପରି ଭାବରେ ସେ ଶିବଙ୍କଠାରେ ନିମଗ୍ନ ହୋଇ ଶିବଙ୍କ ସଚ୍ଚିଦାନନ୍ଦମୟ ସ୍ୱରୂପକୁ ବାରମ୍ବାର ଚିନ୍ତନ କଲା ଏବଂ ଯଥା ସମୟରେ ଭକ୍ତି, ଜ୍ଞାନ ଓ ବୈରାଗ୍ୟରେ ସମ୍ପନ୍ନ ହୋଇ ଅକ୍ଲେଶରେ ଦେହତ୍ୟାଗ କରିଦେଲା। ଇତିମଧ୍ୟରେ ତ୍ରିପୁରାରୀ ଶିବଙ୍କ ଦ୍ୱାରା ପ୍ରେଷିତ ହୋଇ ଦିବ୍ୟ ବିମାନ ଦ୍ରୁତ ଗତିରେ ଆସି ପହଞ୍ଚିଲା। ତାହା ବିଭିନ୍ନ ଶୋଭାରେ ସମ୍ପନ୍ନ ଥିଲା ଏବଂ ସେଥିରେ ଶିବଗଣ ମଧ୍ୟ ଆସିଥିଲେ। ଚଞ୍ଚଳା ସେହି ବିମାନରେ ଆରୂଢ଼ ହେଲା ଏବଂ ଶିବଙ୍କର ଶ୍ରେଷ୍ଠ ପାର୍ଷଦମାନେ ତାକୁ ଅବିଳମ୍ବେ ଶିବପୁରୀକୁ ପହଞ୍ଚାଇଦେଲେ। ତାର ସମସ୍ତ ଦୁଷ୍କୃତ ଧୋଇ ହୋଇଯାଇଥିଲା। ସେ ଦିବ୍ୟ ରୂପ ଧାରିଣୀ ଦିବ୍ୟାଙ୍ଗନା ହୋଇଗଲା। ତାର ଦିବ୍ୟ ଅବୟବ ଅପୂର୍ବ ଶୋଭାରେ ମଣ୍ଡିତ ଥିଲା। ମସ୍ତକରେ ଥିଲା ଅର୍ଦ୍ଧଚନ୍ଦ୍ରର ମୁକୁଟ। ଗୌରାଙ୍ଗ ଚଞ୍ଚଳା ଦେବୀଙ୍କ ପରି ଶୋଭାମୟ ଦିବ୍ୟ ଆଭୂଷଣରେ ବିଭୂଷିତ ଥିଲା। ଶିବପୁରୀରେ ପହଞ୍ଚି ସେ ସନାତନ ଦେବତା ତ୍ରିନେତ୍ରଧାରୀ ମହାଦେବଙ୍କୁ ଦର୍ଶନ ପାଇଲା। ସେତେବେଳେ ସମସ୍ତ ପ୍ରମୁଖ ଦେବତା ଶିବଙ୍କ ସେବାରେ ଉପସ୍ଥିତ ଥିଲେ। ଗଣେଶ, ଭୃଙ୍ଗୀ, ନନ୍ଦୀଶ୍ୱର, ବୀରଭଦ୍ରେଶ୍ୱର ପ୍ରଭୃତି ଭକ୍ତି ଭାବରେ ତାଙ୍କର ସେବା କରୁଥିଲେ। ତାଙ୍କର ଅଙ୍ଗକାନ୍ତି କୋଟି ସୂର୍ଯ୍ୟତୁଲ୍ୟ ଭାସ୍ୱର ଥିଲା। କଣ୍ଠରେ ଶୋଭା ପାଉଥିଲା ନୀଳବର୍ଣ୍ଣ। ତାଙ୍କର ଥିଲା 5ଟି ମୁଖ ଓ ପ୍ରତ୍ୟେକରେ ଥିଲା 3ଟି ଲେଖାଏଁ ନେତ୍ର। ମସ୍ତକରେ ଅର୍ଦ୍ଧଚନ୍ଦ୍ର ମୁକୁଟ ସ୍ଥାନରେ ଶୋଭା ପାଉଥିଲା। ଚଞ୍ଚଳା ଶିବଙ୍କ ବାମ ଭାଗରେ ବିଦ୍ୟୁତ୍ ଆଭାଯୁକ୍ତ ଗୌରୀ ଦେବୀଙ୍କୁ ବସିଥିବାର ଦେଖିବାକୁ ପାଇଲା। ଗୌରୀପତି ମହାଦେବଙ୍କ କାନ୍ତି କର୍ପୂରତୁଲ୍ୟ ଗୌର ଥିଲା। ତାଙ୍କର ଶରୀର ଶ୍ୱେତ ଭସ୍ମରେ ବିଭୂଷିତ ଥିଲା। ଏହିପରି ପରମ ଉଜ୍ଜ୍ୱଳ ଭଗବାନ ଶଙ୍କରଙ୍କ ଦର୍ଶନ ପାଇ ବ୍ରାହ୍ମଣୀ ଚଞ୍ଚଳା ବହୁତ ପ୍ରସନ୍ନ ହେଲା। ଅତ୍ୟନ୍ତ ଉତ୍ସୁକତାର ସହିତ ସେ ଯାଇ ପରମ ପ୍ରୀତିପୂର୍ବକ ଶିବଙ୍କୁ ବାରମ୍ବାର ପ୍ରଣାମ କଲା ଏବଂ କରଯୋଡ଼ି ପ୍ରେମ, ଆନନ୍ଦ ଓ ସନ୍ତୋଷରେ ବିନତୀ ଭାବରେ ଠିଆ ହୋଇଗଲା। ତା ନେତ୍ରରୁ ଆନନ୍ଦାଶ୍ରୁର
ଅବିରଳ ଧାରା ବହି ଚାଲୁଥିଲା ଏବଂ ସମଗ୍ର ଶରୀରରେ ରୋମାଞ୍ଚିତ ହୋଇଯାଉଥିଲା। ଭଗବତୀ ପାର୍ବତୀ ଓ ଭଗବାନ ଶଙ୍କର ତାକୁ ଅତ୍ୟନ୍ତ କରୁଣାପୂର୍ବକ ନିଜ ପାଖକୁ ଡାକିଲେ ଏବଂ ସୌମ୍ୟ ଦୃଷ୍ଟିରେ ତା ଆଡ଼କୁ ଚାହିଁଲେ। ପାର୍ବତୀ ସେହି ଦିବ୍ୟ ରୂପଧାରିଣୀ ବିନ୍ଦୁକପ୍ରିୟା ଚଞ୍ଚଳାକୁ ସ୍ନେହରେ ନିଜର ସଖୀ କରି ରଖିଲେ। ଚଞ୍ଚଳା ପରମାନନ୍ଦଘନ ଜ୍ୟୋତି ସ୍ୱରୂପ ସନାତନ ଧାମରେ ଅବିଚଳ ନିବାସ ପାଇ ଦିବ୍ୟ ଓ ଅକ୍ଷୟ ସୁଖ ଅନୁଭବ କଲା।